ସୁନ୍ଦରଗଡ଼ ସୀମା କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ସୋମବାର ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି ହୋଇଯାଇଛି। କଳିଙ୍ଗ ରୋଡ୍ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଘଟିଥିବା ଏହି ଡକାୟତି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଡକାୟତମାନେ ବନ୍ଧୁକ ମୁନରେ ବ୍ୟାଙ୍କରୁ 5 କୋଟି ଟଙ୍କାର ସୁନାଗହଣା ସହ ନଗଦ 8 ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 5ରୁ 6 ଜଣ ଅଜଣା ଦୁର୍ବୃତ୍ତ ଗ୍ରାହକ ଭାବେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ପରେ ହଠାତ୍ ପିସ୍ତଲ ଏବଂ ଅନ୍ୟ ମାରଣାସ୍ତ୍ର ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଡରାଇ 8 ଲକ୍ଷ ଟଙ୍କା ନଗଦ ସହ ବ୍ୟାଙ୍କରେ ରହିଥିବା 5 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଡକାୟତି ଘଟଣାରେ କେହି ଆହତ ହୋଇନାହାନ୍ତି। ସୂଚନା ମିଳିବା ପରେ ବଡ଼ବିଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କରେ ତଦନ୍ତ କରୁଛନ୍ତି। ଆମର ଏଠି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସହିତ ଆମର ଡେଲି ଟ୍ରାଞ୍ଜାକ୍ସନ୍ସ ହେଉଛି। ତ ମୁଁ ପଶିଲି ବ୍ୟାଙ୍କ ଭିତରେ, ସେଇ ଟାଇମ୍ରେ ଅଲରେଡ଼ି ରବରି ହେଉଥିଲା। ତ ସେମାନେ ଡାଇରେକ୍ଟ ମୋ କଲର ଧରିକି ମୋତେ ବସେଇକି ଗନ୍ ପଏଣ୍ଟରେ ସବୁ ମାନେ ମୋବାଇଲ ବଗେରା ବା କ୍ୟାସ୍ ଫ୍ୟାସ୍ ବ୍ୟାଙ୍କର ଯାହା ଥିଲା ସବୁ ନେଇକି ଆମକୁ ଭିତରେ ଗୋଟେ ରୁମ୍ରେ ଲକ୍ କରିକି ବାହାରେ। କେତେ ଜଣ ଥିଲେ ସେମାନେ? ସେମାନେ ବୋଧେ 5-6 ଜଣ ଥିଲେ, ସେମିତି କିଛି। କ'ଣ ହିନ୍ଦୀରେ କଥା ହେଉଥିଲେ, ଓଡ଼ିଆରେ କହୁଥିଲେ? ନା ମାନେ ଓଡ଼ିଆ ହିନ୍ଦୀ ମିକ୍ସ ଥିଲା। ତ ବାହାରୁ ଲକ୍ କରିଦେଇଥିଲେ? ଆଜ୍ଞା ଆମକୁ ପୁରା ଭିତରେ ବନ୍ଦ କରିକି ବାହାରୁ ଲକ୍ କରିକି ସେମାନେ। କେତେ ଜଣ ଷ୍ଟାଫ୍ ଥିଲେ? ଆପଣ ଗ୍ରାହକ କେତେ ଜଣ ଥିଲେ? ଗ୍ରାହକର ଠିକ୍ କହିପାରିବିନି, ତେବେ ବି 5-6 ଜଣ ସେମିତି ଥିଲେ। କ'ଣ ନେଇଛନ୍ତି ଆପଣ ଜାଣିଲେ? କ୍ୟାସ୍ ନେଇଛନ୍ତି ଆଉ ଗୋଲ୍ଡ ବଗେରା ଯାହା ଥିଲା ବ୍ୟାଙ୍କର। ଠିକ୍।